ଗରିବ ଲୋକଙ୍କୁ କଷ୍ଟ ଦେବାର ଫଳ। କିଶନ ନାମରେ ଜଣେ ଗରିବ ମୋଚି ଥିଲେ। ସେ ରାସ୍ତା କଡ଼ରେ ଜୋତା ମରାମତି ଏବଂ ଜୋତା ପୋଲିସର କାମ କରୁଥିଲେ। ଯଦି କୌଣସି ଭଉଣୀର ଚପଲ ଛିଣ୍ଡିଯାଏ, ତେବେ କିଶନ ମୋଚି ପାଖକୁ ଆସ ଓ ମାତ୍ର 10 ଟଙ୍କାରେ ମରାମତି କର। ଯଦି କୌଣସି ବାବୁଙ୍କର ଜୋତା ମଇଳା ହୋଇଯାଏ, ତେବେ କିଶନ ମୋଚି ପାଖକୁ ଆସ ଏବଂ 10 ଟଙ୍କାରେ ପଲିସ କର। କିଶନ ଦିନକୁ 200 ବା 300ରୁ ଅଧିକ ରୋଜଗାର କରିପାରୁଥିଲେ। ବିଳମ୍ବିତ ରାତିରେ ସେ ପନିପରିବା ଏବଂ ଅଟା ସହିତ ଘରେ ପହଞ୍ଚି କହିଲା, ନିଅ ଲଳିତା, ଆଜି ମୁଁ ଫୁଲକୋବି ଆଣିଛି। ଏହାକୁ ଶୁଖିଲା ମସଲା ଦେଇ ଟିକେ ଚଟପଟା କରି ରୋଷେଇ କର। ଫୁଲକୋବି ଏହି ସମୟରେ ବହୁତ ମହଙ୍ଗା ଅଛି। ତାପରେ ଲଳିତା କହିଲା, ତା ହେଲେ କୋବି କାହିଁକି ଆଣିଲେ? କିଶନ କହିଲା, ସବୁବେଳେ କଖାରୁ ବୋଇତାଳୁ ସାରୁ ଖାଇ ଖାଇ ବିରକ୍ତ ଲାଗିଲାଣି। ତେଣୁ ଆଜି ମୁଁ ଭାବିଲି ଆଜି ଟିକେ କୋବି ଖାଇବା। ତାପରେ ଲଳିତା କହିଲା, ନିଜର ରୋଜଗାରକୁ ଦେଖ, ତାପରେ ଜିନିଷ କିଣ। ଯଦି ତୁମକୁ ଦାମୀ ଜିନିଷ ଖାଇବାକୁ ଅଛି, ତେବେ ଏହି ମୋଚିଗିରି ଛାଡ଼ି ଅନ୍ୟ କିଛି ବ୍ୟବସାୟ ଆରମ୍ଭ କର। କିଶନ କହିଲା, ମୁଁ ଆଉ କ'ଣ କରିପାରିବି? ମୋ ବାପା ମଧ୍ୟ ଜଣେ ମୋଚି ଥିଲେ। ସେ ମୋତେ ସମସ୍ତ କାମ ଶିଖାଇଥିଲେ। ରୋଷେଇ କରିବା ପୂର୍ବରୁ ଦୟାକରି ମୋତେ ଟିକେ ଚା ପ୍ରସ୍ତୁତ କରିଦିଅ, ନହେଲେ ଖାଇବା ପୂର୍ବରୁ ମୋତେ ନିଦ ଆସିବ। କିଛି ସମୟ ପରେ ଲଳିତା ଚା ଆଣିଲା। ଚା ନିଅ, ଆଜି ଘରେ ମସଲା ସରିଯାଇଛି। ତୁମେ କୋରମିଡ ସେଠ ଦୋକାନରୁ କିଛି ଶୁଖିଲା ମସଲା ନେଇ ଆସ, ନଚେତ କୋବି ସମ୍ପୂର୍ଣ୍ଣ ସ୍ୱାଦହୀନ ଲାଗିବ। ଏହା ଶୁଣି କିଶନ କହିଲା, ଠିକ୍ ଅଛି, ମୁଁ ବର୍ତ୍ତମାନ ଯାଉଛି। କିନ୍ତୁ ସେ କୋରମିଡ ଦୋକାନ ବନ୍ଦ କରିଦେଉ। ଏହା କହି ସେ ଘରୁ ବାହାରିଗଲା। କୋରମିଡ ଗାଁର ସବୁଠାରୁ ବଡ଼ ମସଲା ବ୍ୟବସାୟୀ ଥିଲେ। କିଶନ ସେତେବେଳେ କୋରମିଡ ଦୋକାନରେ ପହଞ୍ଚିଲା ଯେ ସେ ଦୋକାନ ବନ୍ଦ କରିଦେଇଥିଲା। ତାହାକୁ ଦେଖି କିଶନ କହିଲା, ସେଠଜୀ, ଦୋକାନ ବନ୍ଦ କରିନାହଁ? ମୋତେ 50 ଗ୍ରାମ ଧନିଆ, 50 ଗ୍ରାମ କାଶ୍ମୀରୀ ମରିଚ, 50 ଗ୍ରାମ ଗରମ ମସଲା ଏବଂ 50 ଗ୍ରାମ ହଳଦୀ ଗୁଣ୍ଡ ଦେଇଦିଅ। କିଶନ କଥା ଶୁଣି ସେଠି କହିଲେ, ବର୍ତ୍ତମାନ ମୁଁ ତୁମର 50 ଗ୍ରାମ ମସଲା ପାଇଁ ପୁଣି ଦୋକାନ ଖୋଲିବି? ତୁମେ କାହିଁକି ଜଲ୍ଦି ଆସିଲନି? କିଶନ କହିଲା, ଭୁଲ ହୋଇଗଲା ସେଠଜୀ, ଆଜି ମୁଁ କାମରୁ ଫେରିବାରେ ଟିକେ ବିଳମ୍ବ ହୋଇଗଲା। ତାପରେ ମୋ ସ୍ତ୍ରୀର ମଧ୍ୟ ବୁଦ୍ଧି କମ୍। ଯେତେବେଳେ ଜିନିଷ ସମ୍ପୂର୍ଣ୍ଣ କରିଯିବ, ସେତେବେଳେ ହିଁ କହିବ। ପୁନର୍ବାର କୋରମିଡ କହିଲା, ମୁଁ ତୁମ ଟଙ୍କା ଆଣିନାହଁ, ଖାଲି ହାତରେ ଆସିଛ? କିଶନ କହିଲା, ମୁଁ ଟଙ୍କା ଆଣିଛି। କୋରମିଡ ଦୋକାନ ଖାଲି ଏବଂ ସମସ୍ତ ମସଲା ପୁଡ଼ିଆ କରି କିଶନକୁ ଦେଲେ ଓ 500 ଟଙ୍କା ବାହାର କରିବାକୁ କହିଲେ। ଏହି କଥା ଶୁଣି କିଶନ କହିଲା, 500 ଟଙ୍କା କେମିତି ହୋଇଗଲା ସେଠଜୀ? ମସଲାର ଦର କ'ଣ ଏତେ ବଢ଼ିଗଲା? ତା କଥା ଶୁଣି କୋରମିଡ କହିଲେ, ଦେଖ, ରାତି 11ଟା ହେବାକୁ ଯାଉଛି। ମୂଲଚାଲ କରିବାର ସମୟ ନାହିଁ। ତୁମ ପରି ଗରିବ ଲୋକଙ୍କୁ ସଉଦା ଦେବା ଆଦରକାରୀ। ତୁମେ ଅଳ୍ପ ଟିକେ ଜିନିଷ କିଣିବ, ତାପରେ ପଇସା ଦେବାକୁ ଅନିଚ୍ଛା ପ୍ରକାଶ କରିବ। ଯଦି ତୁମ ପାଖରେ 500 ଅଛି, ତେବେ ମୋତେ କୁହ, ଅନ୍ୟଥା ମୋ ସମୟ ନଷ୍ଟ କର ନାହିଁ। ତାପରେ କିଶନ କହିଲା, ସେଠଜୀ, ବର୍ତ୍ତମାନ ମୋ ପାଖରେ 300 ଟଙ୍କା। ଆପଣ ତାକୁ ରଖନ୍ତୁ। ଆସନ୍ତାକାଲି ମୁଁ ତୁମକୁ ବାକି 200 ଟଙ୍କା ଦେବି। କୋରମିଡ ପୁନର୍ବାର କହିଲେ, ଗରିବ ଲୋକଙ୍କୁ ମାଗଣା ଏବଂ ଉଧାର ଦେଇ ଦେଇ ମୁଁ ମୋର ହଜାର ଟଙ୍କା ହରାଇଲି। ଏହିପରି କୋରମିଡ କିଶନକୁ ବହୁତ ଅପମାନ କଲା ଓ ଜିନିଷ ଦେଲା। କିଶନ ମସଲା ଧରି ଘରେ ପହଞ୍ଚିଲା। ଖାଇବା ବେଳେ ଲଳିତା କିଶନକୁ କହିଲା, ଅନେକ ଦିନ ହେଲାଣି ମୋତେ ବାନ୍ତି ହେଉଛି। ମୋ ପେଟରେ ଭାରି ବଣ ଅନୁଭବ କରୁଛି। ତୁମେ ମୋତେ ଆସନ୍ତାକାଲି ଡାକ୍ତରଙ୍କ ପାଖକୁ ନେଇ ଯାଆନ୍ତ କି? ତେବେ କିଶନ କହିଲା, ଠିକ୍ ଅଛି, ମୁଁ ଆସନ୍ତାକାଲି କାମକୁ ଯିବି ପୂର୍ବରୁ ତୁମକୁ ଡାକ୍ତରଙ୍କ ପାଖକୁ ନେଇଯିବି। ପରଦିନ ସେ ସ୍ତ୍ରୀକୁ ଡାକ୍ତରଙ୍କ ପାଖକୁ ନେଇଗଲା। କିଛି
କିଛି ପରୀକ୍ଷା କରିବା ପରେ ଡାକ୍ତର କହିଲେ ତୁମର ସ୍ତ୍ରୀର ଗର୍ଭବତୀ ଅଛି। ସବୁ କିଛି ଠିକ୍ ଅଛି, କିନ୍ତୁ ଆପଣଙ୍କୁ ଆପଣଙ୍କର ଖାଦ୍ୟରେ ଉନ୍ନତି ଆଣିବାକୁ ପଡ଼ିବ। ଆପଣଙ୍କୁ ଖାଦ୍ୟରେ ଡାଳିମ୍ବ, ଆପେଲ, କମଳା, କ୍ଷୀର, କଦଳୀ ଆଦି ଖାଇବାକୁ ପଡ଼ିବ। ସେଦିନ ରାତିରେ କିଶନ ଘରକୁ ଫେରିବା ବେଳେ ଲଳିତା ପାଇଁ କିଛି ଫଳ ଆଣିଥିଲା। ତାକୁ ଦେଖି ଲଳିତା କହିଲା, ଏହା ତ ବହୁତ ମହଙ୍ଗା ହେଉଥିବା, ଆଜି ତୁମେ ପରମିଲକୁ ଟଙ୍କା କିପରି ଦେବ? କିଶନ କହିଲା, ତୁମେ କାହିଁକି ଚିନ୍ତା କରୁଛ? ତା ଟଙ୍କା ପରି ଦିଆଯିବନି। ଯଦି ସେହି କିଛି କୁହେ ତେବେ କି ପଦ ଶୁଣିଦେବି। ବର୍ତ୍ତମାନ ମୁଁ ସେଆଡ଼େ ଯିବି ନାହିଁ। କିଶନ ତା ପତ୍ନୀକୁ ଭଲ ଖାଇବାକୁ ଦେବା ପାଇଁ କଠିନ ପରିଶ୍ରମ କରିବାକୁ ଲାଗିଲା। ଯେଉଁଠାରେ ସେ ମଚି ଭାବରେ କାମ କରୁଥିଲା, ସେହି ସ୍ଥାନରେ କିଛି ପୁରୁଣା ଚପଲ ବିକ୍ରୟ କରିବାକୁ ମଧ୍ୟ ରହିଲା। ଖୁବ୍ ଶୀଘ୍ର ତାର ଆୟ ଦ୍ୱିଗୁଣ ହେବାକୁ ଲାଗିଲା। ଲଳିତା ଉଦରରେ ଜିନିଷ ଛୁଆ ଆଗକୁ ବଢ଼ୁଥିବାର ଦେଖି କିଶନ ଖୁବ୍ ଖୁସି ହୋଇଥିଲା। କିଶନ ଏହି ଖୁସି ଭିତରେ ସେଠର ଟଙ୍କା ଦେବାକୁ ଭୁଲିଗଲା। ଦିନେ ସେ ଖେଳନା କିଣି ଆଣିଥିଲା ଏବଂ ତାର ସ୍ତ୍ରୀ ଦେଖି ପଚାରିଲା, ତୁମେ ଖେଳନା କାହିଁକି ଆଣିଲ? କିଶନ କହିଲା, ମୁଁ ଏତେ ଖୁସି ଅନୁଭବ କରୁଥିଲି ଯେ ମୁଁ ଜିନିଷକୁ ଅଟକାଇ ପାରିଲି ନାହିଁ। ଅନ୍ୟପକ୍ଷରେ ପରମିଳ କିଶନକୁ ଦୀର୍ଘ ଦିନ ହେଲା ଅପେକ୍ଷା କରିଥିଲା। ସଉଦା ନେବା ପରେ କିଶନ କେମିତି ନିଖୋଜ ହୋଇଯାଇଥିଲା। ତାପରେ ପରମିଲକୁ ତାଙ୍କର ଚାକର କରିଲା। ସେଠ ଜି କିଶନର ପତ୍ନୀ ଗର୍ଭବତୀ, ସେଥିପାଇଁ କିଶନ ବର୍ତ୍ତମାନ ତାର ସେବା କରିବାରେ ବ୍ୟସ୍ତ ଅଛି। ତେଣୁ ଆପଣଙ୍କର ପଇସା ପେଟେ ତାର ଧ୍ୟାନ ନାହିଁ। ତାର ପିତା ହେବାର ମଧ୍ୟ ବହୁତ ଇଚ୍ଛା ଥିଲା, କିନ୍ତୁ ବିବାହର ଅନେକ ବର୍ଷ ପରେ ମଧ୍ୟ ତାଙ୍କ ପତ୍ନୀ ଗର୍ଭବତୀ ହୋଇନଥିଲା। ଭଗବାନ ଏତେ ତାର ଡାକ ଶୁଣିଛନ୍ତି। ପରମିଲ କିଶନ ପ୍ରତି ଈର୍ଷା ହେବାକୁ ଲାଗିଲା। ସେ କହିଲା ଯେ 200 ଟଙ୍କା ସୁଧ ବଢ଼ି ବଢ଼ି 7000 ଟଙ୍କାକୁ ବୃଦ୍ଧି ପାଇଲାଣି। ବର୍ତ୍ତମାନ ମୁଁ କିଶନ ପାଖରୁ ସମ୍ପୂର୍ଣ୍ଣ 7000 ଅସୁଲ କରିବି। ରାତିରେ ଦୋକାନ ଖୋଲିବାକୁ କହି ସାମଗ୍ରୀ ଦେବାଗଲା ଏବଂ ବର୍ତ୍ତମାନ ଭୁଲିଗଲା। ଖାଲି ଏଇ 2 ପଇସାର ମଚିକୁ ଜଣା ପଡ଼ିବ। ପରଦିନ ପରମିଲ ତାଙ୍କ ଲୋକଙ୍କୁ କିଶନ ପାଖକୁ ପଠାଇଥିଲେ। ସେହି ସମୟରେ କିଶନ ରାସ୍ତା ଉପରେ ଥିବା ତା ଦୋକାନରେ ବସିଥିଲା। ତାପରେ ସେଠର ଲୋକମାନେ କିଶନଙ୍କ ଦୋକାନରେ ପହଞ୍ଚି କହିଲେ ଯେ ତୁମେ ସେଠର ଟଙ୍କା ଫେରସ୍ତ କରିନାହଁ, ତେଣୁ ଆମେ ତୁମର ସମସ୍ତ ସାମଗ୍ରୀ ଜବତ କରିବାକୁ ଆସିଛୁ। ତାପରେ କିଶନ କହିଲା, ମାତ୍ର 200 ଟଙ୍କା ପାଇଁ ତୁମେ ମୋର ସମସ୍ତ ଜିନିଷ ଜବତ କରିବ? ପରେ ସେମାନେ କହିଲେ, 200 ନୁହେଁ, 7000। ସେଠ ପାଖରେ ଚକ୍ରବୃଦ୍ଧି ସୁଧ ଚାଲେ। ତାପରେ ହିସାବ ତୁମେ ବୁଝିପାରିବ ନାହିଁ, କିନ୍ତୁ ତୁମେ ଏହା ଜାଣ ଯେ ତୁମର ଋଣ 7000। ଭାଇମାନେ ତାଙ୍କ ସମସ୍ତ ଜିନିଷ ଦେଇଦିଅ। ଏହା ଶୁଣି କିଶନ କାକୁତି ମିନତି ହୋଇ କହିଲା, ମୋ ଉପରେ ଦୟାକର। ଏହି ଜିନିଷ ମୋ ରୋଜଗାରର ଏକମାତ୍ର ପନ୍ଥା। ଏହି ସବୁକୁ ନିଅ ନାହିଁ। ସେଠ ଏକ ସବୁ ଟଙ୍କା ମୁଁ ଦେଇଦେବି। ମୁଁ ତୁମମାନଙ୍କ ଗୋଡ଼ ଧରୁଛି। କିଶନ କଥା ଶୁଣି ସେମାନେ କହିଥିଲେ ଯେ ଏହି ସବୁ ଡ୍ରାମା ଆମ ସାମ୍ନାରେ କର ନାହିଁ। ତାପରେ ସେମାନେ କିଶନର ସମସ୍ତ ଜିନିଷ ନେଇ ଚାଲିଗଲେ। କିଶନ କାନ୍ଦି କାନ୍ଦି ତାକୁ ଅନୁସରଣ କରି ପରମିଲଙ୍କ ପାଖରେ ପହଞ୍ଚିଲା ଓ ସେଠକୁ କହିଲା, ମୋ ସ୍ତ୍ରୀ ଗର୍ଭବତୀ ଅଛି। ମୋତେ ବର୍ତ୍ତମାନ ଟଙ୍କାର ବହୁତ ଆବଶ୍ୟକ ଅଛି। ମୋ ଉପରେ ଦୟାକର। ମୋର ସମସ୍ତ ଜିନିଷ ମୋତେ ଫେରାଇ ଦିଅ। ତାପରେ ପରମିଲ କହିଲା, 7000 ଟଙ୍କା ଦିଅ ଏବଂ ତୁମର ଜିନିଷ ସାଙ୍ଗରେ ନେଇଯାଅ। ମୋ ସାମ୍ନାରେ କାନ୍ଦିବାର କୌଣସି ଲାଭ ନାହିଁ। ମୋର କେବଳ ଟଙ୍କା ପାଇଁ ଚିନ୍ତା। ଯେତେବେଳେ କିଶନ ଦୁଃଖରେ ଘରେ ପହଞ୍ଚିଲା, ଲଳିତା ପଚାରିଲା, ଆଜି କ'ଣ ହେଲା? ତୁମେ ଏତେ
କିଶନ କହିଲା ଯେ କରମିଲର ସେଠ ମୋର ସମସ୍ତ ଜିନିଷ ଛଡ଼ାଇ ନେଇଯାଇଛନ୍ତି। ସେ କହୁଛନ୍ତି ମୁଁ ଯେତେ ଋଣ 7,000 ଟଙ୍କା ଦେବି ତାପରେ ସେ ମୋର ଜିନିଷ ଫେରାଇବେ। ତାର ପତ୍ନୀ କହିଲେ ଯେ ସେ କରମିଲର ସାହସ ଏତେ ବଢ଼ିଯାଇଛି, ତେବେ ତୁମେ ବର୍ତ୍ତମାନ ପୋଲିସକୁ ଯାଅ। କିଶନ କହିଲା ପୋଲିସକୁ ଯିବାର କୌଣସି ଲାଭ ନାହିଁ, ତାଙ୍କର ଅନେକ ପରିଚୟ ଅଛି। ତାପରେ ପୋଲିସ ମୋର ପରି ଜଣେ ଗରିବ ଲୋକର କଥା ଶୁଣିବାକୁ ନାହାନ୍ତି। ତେବେ ତୁମେ କ'ଣ ହାତରେ ହାତ ଧରି ବସିବ, କିଛି କରିନାହଁ? ତାପରେ କିଶନ କହିଲା ମୁଁ ବହୁତ କିଛି କରିବି। ତୁମେ କହୁଥିଲ ମର୍ଜିର କାମ ଛାଡ଼ିଦିଅ, କରମିଲର ହେତୁ ମୁଁ ଏହି କାମ ଛାଡ଼ିଦେବି। ବର୍ତ୍ତମାନ ମୁଁ ଏକ ଜୋତା ଦୋକାନ ଖୋଲିବି। ଲଳିତା କହିଲା କିନ୍ତୁ ଏଥିପାଇଁ ଟଙ୍କା ହେଉ। କିଶନ କହିଲା ଘରର ବନ୍ଧକ ରଖି। ତାପରେ ସେ ନିଜ ଘରକୁ ଗାଁ ପ୍ରଧାନଙ୍କ ପାଖରେ ବନ୍ଧକ କରି 3 ଲକ୍ଷ ଟଙ୍କା ପାଇଥିଲା। ସେହି ଟଙ୍କା ବିନିଯୋଗ କରି କିଶନ ଏକ ଭଲ ଜୋତା ଏବଂ ଚପଲ ଦୋକାନ ଖୋଲିଥିଲା। ସେ ଉଚିତ ମୂଲ୍ୟର ଭଲ ସୁନ୍ଦର ଜୋତା ଏବଂ ଚପଲ ବିକ୍ରୟ କରୁଥିଲା। ସେଥିପାଇଁ ତାର ଦୋକାନର ବହୁତ ଭଲ ବ୍ୟବସାୟ ହେବାକୁ ଲାଗିଲା। କିଛି ମାସ ପରେ ଦିନେ କିଶନ କରମିଲର ନିକଟକୁ ଆସିଲା ଏବଂ କହିଲା ସେଠ ମୁଁ ତୁମର ଟଙ୍କା ପରିଶୋଧ କରିବାକୁ ଆସିଛି। ଯଦିଓ ମୋର ଆଉ ସେହି ଜିନିଷ ଦରକାର ନାହିଁ, କିନ୍ତୁ ସେ ସବୁ ହେଉଛି ମୋ ପିତାମାତା ସ୍ମୃତି, ସେଥିପାଇଁ ମୁଁ ଏହାକୁ ଫେରାଇ ନେବାକୁ ଚାହୁଁଛି। କରମିଲର କହିଲେ ଚକ୍ରବୃଦ୍ଧି ସୁଧ ହେତୁ ବର୍ତ୍ତମାନ ତୁମର ଋଣ 25,000 ହୋଇଗଲାଣି। ତୁମେ ଏହା ପରିଶୋଧ କରିପାରିବ ତ? କିଶନ ତାଙ୍କ ଆଡ଼କୁ ନୋଟର ବଣ୍ଡଲଟିଏ ଫୋପାଡ଼ି ଦେଇ କହିଲା ଏହି 300,000 ଏହାକୁ ରଖ, ଆବଶ୍ୟକ ହେଲେ ଏହା ତୁମର କାମରେ ଆସିବ। କିଶନ ନିଜର ସମସ୍ତ ଜିନିଷ ଫେରାଇ ନେଲେ ଚାଲିଗଲେ। କରମିଲର ପ୍ରଥମ ଥର ପାଇଁ ଅପମାନିତ ଅନୁଭବ କରିଥିଲେ ଏବଂ କହିଥିଲେ ଯେ ଏହି ମର୍ଜି ମୋର ସାମ୍ନାରେ ଟଙ୍କା ଫୋପାଡ଼ି ମୋତେ ଅପମାନିତ କରିଛି। ସେ ପ୍ରଧାନ ପାଖରେ ଘର ବନ୍ଧକ କରି ତା ଦୋକାନ। ମୁଁ ଏହା ବିଷୟରେ ସବୁ କିଛି ଜାଣେ। ମୁଁ ଏହାର ଅବସ୍ଥା ଏମିତି କରିବି ନା ସେ ଘରର ହେବ ନା ଘାଟର ହେବ। ଦିନେ ସେ କରମିଲର ପ୍ରଧାନଙ୍କ ଘରକୁ ଗଲେ। ଜୟରାମ ପ୍ରଧାନ ମହୋଦୟ ପ୍ରଧାନ କହିଲେ ରାମ ରାମ କରମିଲ, ଆଜି ଆପଣ ଏଠାରେ କିପରି ଆପଣଙ୍କ ମସଲା ବ୍ୟବସାୟକୁ ଟଙ୍କା ରୋଜଗାର କରିବାରୁ ଫୁରସତ ନାହିଁ? କରମିଲ କହିଲେ ପ୍ରଧାନ ମହାଶୟ, ମୁଁ ମୋର ବ୍ୟବସାୟକୁ ବିସ୍ତାର କରିବାକୁ ଆସିଛି। ବାସ୍ତବରେ ମୁଁ କିଶନଙ୍କର ଘର କିଣିବାକୁ ଚାହୁଁଛି। ସେହି ସ୍ଥାନ ଏହାକୁ ଗୋଦାମରେ ପରିଣତ କରିବା ପାଇଁ ଉପଯୁକ୍ତ। ମୁଁ ସେହି ଘର ପାଇଁ 5 ଲକ୍ଷ ଦେବାକୁ ପ୍ରସ୍ତୁତ ଅଛି। ତୁମ ପାଖରେ ସେହି ଘରର କାଗଜପତ୍ର ଅଛି? ଦୟାକରି ମୋତେ ସେହି ଘର ବିକ୍ରୟ କର। 5 ଲକ୍ଷ ଟଙ୍କା ଶୁଣି ପ୍ରଧାନ ତାଙ୍କ ମନରେ ଲୋଭ ହେଲେ ଏବଂ ସେ ତାଙ୍କ ଲୋକ ପଠାଇ କିଶନକୁ ଡକାଇଲେ। କିଶନ ପ୍ରଧାନଙ୍କ ଘରେ ପହଞ୍ଚି କହିଲା ପ୍ରଧାନଜୀ କ'ଣ ହେଲା, ଆପଣ କାହିଁକି ଡକାଇଲେ? ପ୍ରଧାନ କହିଲେ ତୁମ ସୁଧ ବଢ଼ି ବଢ଼ି 5 ଲକ୍ଷ ହେଲାଣି। ମୋତେ କେବେ ଟଙ୍କା ଦରକାର? ମୋ ଟଙ୍କା ଫେରାଅ, ନଚେତ୍ ମୁଁ ଉଭୟ ଦୋକାନ ଓ ଘର ବିକ୍ରୟ କରିଦେବି। ତାପରେ କିଶନ କହିଲା ଆପଣ ଏପରି କ'ଣ କହୁଛନ୍ତି? ପ୍ରଧାନ ମହାଶୟ, ଆପଣ ମୋତେ 2 ବର୍ଷ ସମୟ ଦେଇଥିଲେ, ଏବେ ମୁଁ ଏତେ ଶୀଘ୍ର ଆପଣଙ୍କର ଟଙ୍କା କିପରି ଫେରସ୍ତ କରିବି? ତାପରେ ପ୍ରଧାନ କହିଲେ ଆଜି ସନ୍ଧ୍ୟା ସୁଦ୍ଧା ଟଙ୍କା ବ୍ୟବସ୍ଥା କର, ନଚେତ୍ ଉଭୟ ଘର ଏବଂ ଦୋକାନରୁ ବାହାରକୁ ଯାଅ। କିଶନ କିଛି ଦିନ ପୂର୍ବରୁ କରମିଲଙ୍କୁ 300,000 ଟଙ୍କା ଦେଇ ଆସିଥିଲା ଏବଂ 5 ଲକ୍ଷ ଟଙ୍କା ପାଇଁ ବ୍ୟବସ୍ଥା କରିପାରୁନଥିଲେ। ପରଦିନ ପ୍ରଧାନଙ୍କ ଲୋକମାନେ କିଶନଙ୍କ ଦୋକାନକୁ ଯାଇ ତାର ଦୋକାନର ଘରକୁ କାବୁ କରି ନେଇଥିଲେ। କିଶନର ପତ୍ନୀ 8 ମାସର ଗର୍ଭବତୀ ଥିଲେ। ତାପରେ କିଶନ କହିଲେ ଚାଲ ଜଙ୍ଗଲ ଆଡ଼କୁ ଯିବା, ଏହା ଗାଁରେ ଆମ ପାଇଁ କୌଣସି ସ୍ଥାନ ବାକି ନାହିଁ। କିଶନ ଏବଂ ତାର ପତ୍ନୀ ଜଙ୍ଗଲ ଆଡ଼କୁ ଗଲେ। ଖାଦ୍ୟ ଖୋଜି ଖୋଜି ସେ ଜଙ୍ଗଲ ଭିତରକୁ ବହୁ ଦୂରକୁ ଯାଇଥିଲେ। ଶୁଖିଲା ଶୁଣିଆର ପର୍ବତ ସେମାନେ ନଦୀ ପାଖରେ ପହଞ୍ଚିଥିଲେ। ଲଳିତା ପାଉଡର ରହିଲା ଏହି ନଦୀ ନିଶ୍ଚୟ ସେ ଗାଁରୁ ଯାଇଥିବ। ତାପରେ ସେ କହିଲେ
ଯେ ତିଆରି କରୁଛି ଭଗବାନ ଆମକୁ ସାହା ସେଇ ଡଙ୍ଗାରେ ବସିଥିଲେ। ସେ ପରେ କିଶନ କହିଲା, ଠିକ୍ ଅଛି, ମୁଁ ଏହି ମସଲା ଗୁଡ଼ିକୁ ଗାଁକୁ ନେଇ ତାକୁ କରମିଲ ଠାରୁ ବଡ଼ ଦୋକାନ ନେଇଗଲା। କିଶନ କହିଲା, ଅନେକ ପ୍ରକାରର ଶୁଖିଲା ମସଲା ଭରି କରି ଦେଖିଲା ଯେ ସେହି ବହୁତ ଶସ୍ତା ମୂଲ୍ୟରେ ମସଲା ବିକ୍ରି କରିବା କଲା ଏବଂ ବାଲିଟି କରି ଡାକିଲା, ଦଳମାନେ ଆସନ୍ତୁ, କୌଣସି ବି ମସଲା କିଲୋ 100 ଟଙ୍କାରେ କିଣନ୍ତୁ। କିଶନ ନିକଟରେ ଗ୍ରାମବାସୀଙ୍କ ଭିଡ଼ ଜମିଗଲା। କିଛି ବ୍ୟବସାୟୀ ମଧ୍ୟ ବହୁତ ପରିମାଣରେ ମସଲା କିଣିବାକୁ ଆସିଥିଲେ। ଯେତେବେଳେ କରମିଲ ଏହା ଜାଣିଲେ, ସେ ନିଜେ ସେହି ସ୍ଥାନରେ ପହଞ୍ଚିଥିଲେ ଯେଉଁଠାରେ କିଶନ ମସଲା ବିକ୍ରୟ କରୁଥିଲେ। କିଶନ କିପରି ଏତେ ମସଲା ପାଇଲା ତାହା ଦେଖି କରମିଲ ଆଶ୍ଚର୍ଯ୍ୟ ହୋଇଗଲେ। କରମିଲ ତାଙ୍କର ଜଣେ ସେବକଙ୍କୁ 10,000 ଦେଇ କହିଲେ ଯେ ତୁମର କାମ ହେଲା, ଆଜିଠାରୁ କିଶନ ଉପରେ ସବୁବେଳେ ନଜର ରଖିବ। କିଶନ ମସଲା ସେଠାରୁ ଆଣିଛି ତାହା ଖୋଜି ବାହାର କର। ବର୍ତ୍ତମାନ କିଶନ ସମସ୍ତ ସାମଗ୍ରୀ ବିକ୍ରୟ ହୋଇଗଲା। ତେଣୁ ସେହି ରାତିରେ ଜଙ୍ଗଲ ଆଡ଼କୁ ଗଲା। କରମିଲର ଲୋକ ମଧ୍ୟ ତାର ପଛେ ପଛେ ଯାଇ କିଶନକୁ ନଦୀ ଦେଇ ମରୁଭୂମିକୁ ପହଞ୍ଚିବା ଦେଖିଲେ। ସେ ଯାଇ ସେଠରକୁ ସବୁ କିଛି ଜଣାଇଲେ। ସେଠଜି ଜଙ୍ଗଲରେ ଗୋଟେ ନଦୀ ଅଛି ଯାହା ମସଲା ମରୁଭୂମିକୁ ଯାଇ, ଏହା ସାଧାରଣ ମରୁଭୂମି ନୁହେଁ, ମସଲାର ମରୁଭୂମି। ସବୁ ସ୍ଥାନରେ ମସଲା ପର୍ବତ ଅଛି। କରମିଲ ତୁରନ୍ତ ଡଙ୍ଗା ଉପରେ ବସି ମସଲା ମରୁଭୂମିକୁ ପହଞ୍ଚିଥିଲେ। ସେ ମଧ୍ୟ ଅଖା ଭିତରେ ମସଲା ଭରି କରି ନିଜ ଦୋକାନକୁ ଆଣିଥିଲେ। କିନ୍ତୁ ଯେତେବେଳେ ଅଖା ଖୋଲି ଦେଖିଲେ, ସେଥିରେ ବାଲି ଭରି ହୋଇଗଲା। ଅନ୍ୟ ପକ୍ଷରେ କିଶନ ମଧ୍ୟ ମରୁଭୂମିରୁ ମସଲା ଅଖା ଖୋଲି ଦେଖିଲେ ଯେ ସେଥିରେ ବାଲି ଭରି ହୋଇଥିଲା। ଅନ୍ୟ ପକ୍ଷରେ କିଶନ ମଧ୍ୟ ଭୂମିରୁ ମସଲା ଆଣୁଥିଲା, କିନ୍ତୁ ତାର ମସଲା ରହୁଥିଲା। ତେଣୁ ସେବକ କହିଲା, ସେଠଜୀ, ମୁଁ ଭାବୁଛି କିଶନକୁ କିଛି ଆଶୀର୍ବାଦ ମିଳିଛି। ସେ ମଧ୍ୟ ଏହି ମରୁଭୂମିକୁ ମସଲା ଆଣିଛି, କିନ୍ତୁ ତାର ଆଖରେ ମସଲା ରହି ବାଲି ହେଉନାହିଁ। କିଶନ ଖୁବ୍ ଶୀଘ୍ର ବହୁତ ଧନୀ ହୋଇଗଲା। ସେ ଏକ ବଡ଼ ମସଲା ଦୋକାନ ଖୋଲିଲା। ବର୍ତ୍ତମାନ କେହି କରମିଲକୁ ପଚାରିଲେ ନାହିଁ ଏବଂ ଧୀରେ ଧୀରେ କରମିଲର ଦୋକାନ ବନ୍ଦ ହେବାକୁ ଲାଗିଲା। କିଶନ ଘରେ ଗୋଟିଏ ଝିଅ ଜନ୍ମ ହେଲା ଏବଂ ସେମାନେ ସେମାନଙ୍କର ଖୁସିମୟ ଜୀବନ ଆରମ୍ଭ କଲେ ଏବଂ ଆନନ୍ଦରେ ରହିବାକୁ ଲାଗିଲେ। ଆଜିର କାହାଣୀ ମୁଁ ଏଇଠାରେ ଶେଷ କରୁଛି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିହାତି ରୂପେ କରନ୍ତୁ।